गाँवर मुख्य रास्तार वर्षा पानी जमी रही जीवा आसबार बाधक सृष्टि होउछि। खाली सेतिकी नुहे, এই রাস্তা দিয়ে স্কুলକୁ যাଉଥିବା କୋଫଳମତି ଛାତ୍ରଛାତ୍ରୀମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେତେବେଳେ ଛାତ୍ରଛାତ୍ରୀମାନଙ୍କ ବହି ବସ୍ତାନି ପାଣିରେ ପଡୁଛି ତ ଆଉ କେତେବେଳେ ସେମାନଙ୍କ ଡ୍ରେସ୍ ଓଦା ହୋଇଯାଉଛି। ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ବାବୁଜଙ୍ଗ ପଞ୍ଚାୟତର 15 ଏବଂ 16 ୱାର୍ଡର ମୁଖ୍ୟ ରାସ୍ତାରେ। ଏହି ରାସ୍ତାଟି ବାରିମୂଳ ଗାଁ ଠାରୁ ଉତ୍ତରକୂଳ ପଞ୍ଚାୟତର ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ଦୈନିକ ଶହ ଶହ ବ୍ୟକ୍ତି ଛାତ୍ରଛାତ୍ରୀ ଯାତାୟତ ହୋଇଥାଏ। ତେବେ ଏଇଠାରେ ରାସ୍ତାଟି ଅତ୍ୟନ୍ତ ଖାଲୁଆ ଥିବାରୁ ବର୍ଷା ଦିନେ ରାସ୍ତାଟି ପୋଖରୀର ଭ୍ରମ ସୃଷ୍ଟି କରେ ପଥିକମାନଙ୍କ ମନରେ। ଏହି ରାସ୍ତାରେ କେତେବେଳେ ଛାତ୍ରଛାତ୍ରୀମାନେ ପଡ଼ିଯାଇ ଖଣ୍ଡିଆ ଖାବରା ହୁଅନ୍ତି ତ ଆଉ କେତେବେଳେ ବାଟୋଇ ପଡ଼ି ଆହତ ବି ହୁଅନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଏ ବାବଦରେ ପ୍ରଶାସନକୁ ଗଦାଗଦା ଅଭିଯୋଗ ଦେଲେ ମଧ୍ୟ ଫଳ ଯଥା ପୂର୍ବମ୍ ତଥା ପରଂ। କ୍ଲାସ୍ ମୋର 7 ଆଉ ଏଠି ପାଣି ଜମିଥିବାରୁ ଆମେ କ୍ଲାସ୍ ସ୍କୁଲକୁ ଯାଇପାରୁନୁ। ରାସ୍ତା ପାଣି ଜମୁଛି, ବାପା ନିଅନ୍ତି କ୍ଲାସ୍ ସ୍କୁଲ ଏବେ ନାହାନ୍ତି, ସେ ସ୍କୁଲ ନେଇ ପାରୁନାହାନ୍ତି। ଆମେ ଯିବା ଆସିବା କଲାବେଳେ ବ୍ୟାଗ୍ ପତ୍ର ଓଦା ହେଉଛି ସବୁ। ଛୋଟ ପିଲାମାନେ ପଡ଼ି ଯାଉଛନ୍ତି, ଏଠି ଖଣ୍ଡିଆ ଖାବରା ହେଉଛନ୍ତି। ଆଉ ଏଠି ଖସଡ଼ା ବି ହେଇଛି, ପଡ଼ି ଯାଉଛନ୍ତି। ଏବେ ରାସ୍ତା କରିବାକୁ ଚାହୁଁଛୁ, ଲୋକମାନେ କେମିତି ଯିବା ଆସିବା ଭଲ କିନା କରିପାରିବେ, କେମିତି ଖଣ୍ଡିଆ ଖାବରା ନ ହେବେ। ଆମ ଘର ହେଉଛି 15 ନମ୍ବର 16 ନମ୍ବର ୱାର୍ଡରେ। ଏଇଟା ବାବୁଜଙ୍ଗ ଗ୍ରାମ ପଞ୍ଚାୟତର। ଏ ରୋଡ଼ଟା ପ୍ରାୟ ଆସିକି 10 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ଯେତେବେଳେ କରାହେଲା ତାକୁ ଠିକ୍ ଭାବେ ଗ୍ରେଡ୍ ମେଣ୍ଟେନ୍ କଲେନି। ଆଉ ଲେଫ୍ଟ ସାଇଡ୍ ଉଞ୍ଚା, ରାଇଟ୍ ସାଇଡ୍ ଉଞ୍ଚା। ଏ ପାଣି କୁଆଡ଼େ ପାସ୍ କରିପାରୁନାହିଁ। ଲୋକମାନେ ଏ ପିଲା ସବୁ ପାଠ ପଢ଼ିବାକୁ ଯିବାକୁ, ଲୋକ ଯିବାକୁ ସବୁ ପ୍ରତିଦିନ ପ୍ରାୟ ଲୋକ ଏ ବାଟେ ଯାତାୟାତ କରୁଛନ୍ତି। ସବୁବେଳେ ପାଣିରେ ବୋହୁଛନ୍ତି। ତାଙ୍କୁ ଡେଙ୍ଗୁ ମ୍ୟାଲେରିଆ ରୋଗ ହେଉଛି, ବିଭିନ୍ନ ପ୍ରକାର ଡିଫେକ୍ଟ ହେଉଛି। ତାଙ୍କ ଘରେ ବି ପାଣି ପଡ଼ୁଛି। ଯାହା କହିଲେ ବି ସରକାରଙ୍କ ଆଗରୁ ନିର୍ବାଚନ ପ୍ରତିନିଧି କୁହାଯାଇଛି। ସରକାରଙ୍କ ପକ୍ଷରେ କମ୍ପ୍ଲେନ୍ ହେଲା ପରେ ଆପରେ କେହି ନଜର ନାହିଁ, କେହି ଶୁଣୁନାହାନ୍ତି ନା କେହି ବୁଝିବାକୁ ନାହାନ୍ତି। ଲୋକ ଆଶା ସଂସାର କରିଛନ୍ତି ନୂଆ ସରକାର ଆଇଛନ୍ତି ଗୋଟେ କିଛି କରିବେ। ତେଣୁ ଆମେ ସେଇଥିପାଇଁ ଟିକେ ଟିଭି ମାଧ୍ୟମରେ ଆପଣଙ୍କୁ ଜଣାଉଛୁ ଆଉ କେମିତି ଶୀଘ୍ର ପ୍ରତିକାର କରାଯାଉ। ଖାଲି ଛାତ୍ରଛାତ୍ରୀ କିମ୍ବା ପଥିକମାନେ ଏହି ଜଳପୂର୍ଣ୍ଣ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହୁଅନ୍ତି ନାହିଁ, ବରଂ ଏ ଅଞ୍ଚଳରେ ସର୍ପ ଭୟ ମଶା ମାଛିଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ଯଦି ଛାତ୍ରଛାତ୍ରୀମାନଙ୍କର ଅଭିଭାବକ କୌଣସି ଦିନ ଘରେ ଅନୁପସ୍ଥିତ ରୁହନ୍ତି, ତେବେ ସେଦିନ ସେହି ଛାତ୍ରଛାତ୍ରୀଙ୍କ ବହି ବସ୍ତାନିରେ ଡୋର ବନ୍ଧାଯାଏ। କାରଣ ବିଦ୍ୟାଳୟକୁ ପିଲାକୁ ନବା ଆଣିବା କରିବାରେ ମଧ୍ୟମ ପ୍ରୟତ ସେଦିନ ବନ୍ଦ ରହିଥାଏ। ମନସା ମନ୍ଦିର ଦାସ। ଘରୁ ବାହାରି ପାରୁନୁ, ଦୁଆର ମୁହଁରେ ପାଣି ଜମିଛି। ପିଲାମାନେ ଯିବାକୁ ଅସୁବିଧା ହେଉଛି, ଆମେ ବି ଯିବାକୁ ଅସୁବିଧା ହେଉଛି। ସେଇ ମଶା ଡାଁସ ଏମିତି ସବୁ ଇଏ ହେଉଛି ନା। ଆଉ ସବୁଥିରେ ଆମର ଏଠି ପାଣି ଜମିଲେ ଆମର କ୍ଷତି ହେଉଛି। ଆଉ କ'ଣ 7-8-10 ବର୍ଷ ହେଲାଣି। ହଁ, ପାଣି ଏଠି ଜମିଲେ ବହୁତ କିଛି ଲୋକଙ୍କର ଅସୁବିଧା ହେଉଛି। ହଁ, ସାହିରେ ସବୁ ଭାଇମାନେ ସବୁ ଜଳେଇଥିଲେ, ସେମାନେ କେହି କିଛି କଲେନି। ସମସ୍ତେ ଖାଲି କହିଲେ ଖାଲ 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 ଖାଲ, ଏଇଭଳିଆ ହେଇଚିନି। ଆଉ ଏବେ ଚାହୁଁଛୁ ଆମେ ରାସ୍ତାକୁ ଟିକେ ସୁବିଧା କରିବେ। ସୁବିଧା କଲେ ଆମ ପିଲାମାନେ ଆଉ ଗାଡ଼ି ମଟର ଭଲ ମନ୍ଦ ଟିକେ ସୁବିଧାରେ ଲୋକ ଯିବା ଆସିବା କରିବେ। ଆଉ ସାର୍ କ'ଣ କହିବେ, ଆପଣଙ୍କର ବାବୁଜଙ୍ଗ ପଞ୍ଚାୟତର 15-16 ୱାର୍ଡର ସେ ଜାଗାରେ ପାଣି ଜମି ରହୁଛି, ଗୋଟେ ଜଳପ୍ରପାତର ଭ୍ରମ ସୃଷ୍ଟି କରୁଛି, ଲୋକ ହଇରାଣ ହେଉଛି, ତାକୁ ନେଇ ସାର୍ କ'ଣ କହିବେ? ବର୍ତ୍ତମାନ ତ ବର୍ଷା ଋତୁ, ବର୍ଷା ବି ହେଉଛି। 1 2ରେ ଯଦି ସେଠି ରାସ୍ତାର କିଛି ଅବସ୍ଥା ଭଲ ନାହିଁ ବୋଲି ଆପଣଙ୍କ ମାଧ୍ୟମରେ ମୁଁ ଜାଣିବାକୁ ପାଉଛି। ଏବେ ମୁଁ ଦେଖିବି ୟା ଉପରେ ଯାହା ତୁରନ୍ତ ପଦକ୍ଷେପ ନେଇ ହେବ। ଆମର ଲୋକମାନଙ୍କ ମାନେ ସୁବିଧା ପାଇଁକି ସେଫ୍ଟି ପାଇଁ ମୁଁ ପଦକ୍ଷେପ ନେଉଛି। ତେବେ 10ରୁ 15 ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଢଳେଇ ରାସ୍ତାଟି କିପରି ଖାଲୁଆ ନିର୍ମାଣ କରାଗଲା ଆଉ ପାଣିକୁ ନିଷ୍କାସନ ପାଇଁ କିଭଳି କିଛି ବ୍ୟବସ୍ଥା କରାଗଲା ନାହିଁ, ସେଥିପାଇଁ ଦାୟୀ ପ୍ରଶାସନ ନା ସେତେବେଳର ଠିକାଦାର? ବିକାଶ ଚନ୍ଦ୍ର ସ୍ୱାଇଁ, କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତ କୋଇଲି ବ୍ଲକ ବାବୁଜଙ୍ଗ ପଞ୍ଚାୟତ 15 ନମ୍ବର ୱାର୍ଡ ବାରିମୂଳ ଗ୍ରାମ ଆସିଛି। ଗ୍ରାମର 15 ନମ୍ବର ୱାର୍ଡରେ ଏହି ପ୍ରକାର ପାଣି ଯେଉଁ ଜମୁଛି, ସରକାର ଏ ଯେଉଁ ନୂତନ ସରକାର ଆସିଛନ୍ତି ଆକୁ ଟିକେ ଗୋଷ୍ଠୀଗୋଚର ନେଇ ସରପଞ୍ଚକୁ ତଦାରଖ କରିକିରି ଏ କାମଟା ଯେମିତି ତୁରନ୍ତ କରନ୍ତୁ। କାରଣ ଏଇଟା ଦୀର୍ଘ ଦିନ ଧରି 10-15 ବର୍ଷ ହେଲାଣି ଏହି ପ୍ରକାର ପାଣି ଜମୁଛି। ଆଗରୁ ଯେଉଁ ସରକାର ଥିଲା ଗୋଟେ ରାଜନୀତି ଭିତ୍ତିକ ରଖି କାମଟା ଜମା କରୁନଥିଲେ। ନୂଆ ସରକାର ଆକୁ ଯେମିତି ହେଲେ ଟିକେ ଭଲ ଭାବରେ କରନ୍ତୁ। ପାଣି ଜମିବା ଦ୍ୱାରା ଏଠି ମ୍ୟାଲେରିଆ ଡେଙ୍ଗୁ ବି ଫେଲିବ।
ये विभिन्न प्रकार स्कूल जावाई छोट पिला असुविधा होगी घर पदा को बाहरी होनी यही प्रकार सम्मुखीन करा पड़े पूरा वर्षा 4 मास पूरा यही प्रकार सम्मुखीन करा पड़े आंठुए पानी ऊर्ध्व सदाबले चलाबला करा पड़े आप निजे देखुं पानी कौ प्रकार सिचुएसन अच्छे अल्प वर्षा सरकार को आम नूतन सरकार चाहूँ तुरंत यार पदक्षेप नि जाओ तुरंत यार कार्यानुष्ठान हो सरपंच द्वारा कार्य निहाती अनुष्ठान हो तेज तुरंत जल निष्कासन व्यवस्था करा प्रतिश्रुति देइछंती निश्चिंत कोइली वीडियो महाशय तेज देखा बाकी रहा केवे ही अंचलवासी मुक्ति पाउछंती एई जलबंदी सालेपुर ज्योत्स्ना सिंह रिपोर्ट महाभारत लाइव।